ପୁରାଣ, ଶାସ୍ତ୍ର ଇତ୍ୟାଦି ଦେଖି ଆମେମାନେ ଜାଣିଛେ ଯେ ମନୁଷ୍ୟ ଯାହା ପାପ ପୁଣ୍ୟ କର୍ମ କରିଥାଏ ଚିତ୍ରଗୁପ୍ତ ତାକୁ ଲେଖି ରଖିଥାନ୍ତି ଏବଂ ସେହି ଅନୁସାରେ ଯମରାଜା ଯେ କି ନ୍ୟାୟର ଦେବତା ମନୁଷ୍ୟକୁ ଦଣ୍ଡବିଧାନ କରନ୍ତି, ଗୋଟିଏ ପରେ ଗୋଟିଏ ଜନ୍ମ ଦିଅନ୍ତି, ବିଭିନ୍ନ ପ୍ରକାରର ଜୀବ ଭାବରେ ମନୁଷ୍ୟକୁ ପୃଥିବୀକୁ ଛାଡ଼ିଥାନ୍ତି। ଏଇଭଳି ଭାବରେ ଯମରାଜା ଆଉ ଚିତ୍ରଗୁପ୍ତ କାର୍ଯ୍ୟ କରିଥାନ୍ତି। ତେବେ ସମଗ୍ର ସୃଷ୍ଟି ପାଇଁ କଣ ଜଣେ ଯମରାଜା ଆଉ ଜଣେ ଚିତ୍ରଗୁପ୍ତ ଭଗବାନ ନିଯୁକ୍ତି ଦେଇଛନ୍ତି? ନା, ତାହା କେବେ ସମ୍ଭବ ହେଇନପାରେ। ଯେମିତି ଆମେ ଭଗବାନଙ୍କୁ ବାହାରେ ଖୋଜି ବୁଲୁ କିନ୍ତୁ ଭଗବାନ ଆମ ଭିତରେ ଥାଆନ୍ତି, ସେଇମିତି ସଗୁଣ ସୃଷ୍ଟିରେ ନିର୍ଗୁଣ ରୂପରେ ଯମରାଜା ଏବଂ ଚିତ୍ରଗୁପ୍ତ ମନୁଷ୍ୟ ଦେହରେ ବାସ କରିଥାନ୍ତି। ମନୁଷ୍ୟର ଆୟୁ ନିର୍ଦ୍ଧାରଣ କରିଥାନ୍ତି, ମନୁଷ୍ୟର କର୍ତ୍ତବ୍ୟ ନିର୍ଦ୍ଧାରଣ କରନ୍ତି, କର୍ମର ଫଳ ହିସାବ କରନ୍ତି। ଆମ ଭିତରେ କୋଉଠି କିଭଳି ଭାବରେ ଥାଆନ୍ତି ଆସନ୍ତୁ ଜାଣିବା। ବିଭିନ୍ନ ଜାଗାକୁ ବୁଲିବାକୁ ଗଲେ କୌଣସି ନୂଆ ଜିନିଷ ଦେଖିଲେ ଫଟୋଟିଏ ଉଠାଇବାକୁ ଆମର ବହୁତ ମନ ହୁଏ। ଯେବେଠୁ ମଣିଷ କ୍ୟାମେରା ତିଆରି କଲାଣି ସେବେଠୁ ଫଟୋ ଉଠାଇବାର ସଉକ ମଣିଷର ବଢ଼ିଗଲାଣି। ଏଇ ଫଟୋଟି ଉଠେ କେମିତି କେବେ ଭାବିଛନ୍ତି? କ୍ୟାମେରାର ବହୁତ ଉନ୍ନତି ହେଲାଣି। ବର୍ତ୍ତମାନ ମୋବାଇଲରେ ହାଇ ମେଗାପିକ୍ସେଲ କ୍ୟାମେରା ରହୁଛି। ମଣିଷର ଆଖିର ପାୱାର କେତେ କଣ ଆପଣମାନେ ସେ ବିଷୟରେ କେବେ ଅନୁସନ୍ଧାନ କରିଛନ୍ତି? ବୈଜ୍ଞାନିକଙ୍କ କହିବା ଅନୁସାରେ ମଣିଷ ଆଖିର ପାୱାର ହେଉଛି 576 ମେଗାପିକ୍ସେଲ। ଏହା ହେଉଛି ମଣିଷ ଆଖିର ରିଜଲ୍ୟୁସନ ପାୱାର। ଏଇ ଆଖି ଗୋଟିଏ କ୍ୟାମେରା ପରି କାମ କରିଥାଏ। ଏହା ଚିତ୍ର ଉତ୍ତୋଳନ କରେ ଏବଂ ଅପ୍ଟିକ ନର୍ଭ ମାଧ୍ୟମରେ ମଣିଷର ମସ୍ତିଷ୍କକୁ ପଠାଇଥାଏ। ମସ୍ତିଷ୍କ ହିଁ ଜାଣିପାରେ ଯେ ସେ ଚିତ୍ରଟି ପ୍ରକୃତରେ କଣ ଏବଂ ମସ୍ତିଷ୍କ ତାକୁ ନିଜର ମେମୋରିରେ ବା ସ୍ମୃତି ଶକ୍ତିରେ ସାଇତି ରଖିଥାଏ। ଆମେ ଆଖି ଦ୍ୱାରା କୌଣସି ମଣିଷକୁ ଦେଖିଲେ, କୌଣସି ଦୃଶ୍ୟ ଦେଖିଲେ ତାହାକୁ ମନେ ରଖି ଦେଇଥାଉ। କାନରେ କୌଣସି ସୁନ୍ଦର ମ୍ୟୁଜିକ ଶୁଣିଲେ ତାହା ବି ଆମର ମନେ ରହିଯାଇଥାଏ। ଯଦି ଆମେ କିଛି ସ୍ୱାଦିଷ୍ଟ ଖାଦ୍ୟ ଖାଉଛେ ସେ ଖାଦ୍ୟର ସ୍ୱାଦ ମଧ୍ୟ ଆମ ମସ୍ତିଷ୍କରେ ସ୍ଥାନ ପାଇଥାଏ। ମସ୍ତିଷ୍କ ଗୋଟିଏ ଫାଇଲ ପରି। ଏହି ଫାଇଲ ଦି ଭାଗରେ ବିଭକ୍ତ। ଗୋଟିଏ ଫାଇଲ ହେଲା ରାମ ଆଉ ଗୋଟିଏ ଫାଇଲ ହେଲା ରମ୍। ସାଧାରଣ ଭାଷାରେ କହିବାକୁ ଗଲେ ଆମେ ଯାହା ବର୍ତ୍ତମାନ ଅବସ୍ଥାରେ ଯେଉଁ ସ୍ମୃତି ବ୍ୟବହାର କରି ଆମେ ଦୈନନ୍ଦିନ କାର୍ଯ୍ୟ କରୁଛେ ବା ବର୍ତ୍ତମାନ କାର୍ଯ୍ୟ କରୁଛେ ତାକୁ କୁହାଯାଏ ରାମ ଏବଂ ଯେଉଁ ସ୍ମୃତିରେ ଆମର ସବୁ ଜିନିଷ ସାଇତି ରହିଛି ତାକୁ କୁହାଯାଏ ରମ୍। ଆମେ ସେଠୁ କ୍ଷଣିକ ପାଇଁ କୌଣସି ଚିତ୍ର ବା କୌଣସି ସ୍ମୃତିକୁ ମନେ ପକାଇ ବର୍ତ୍ତମାନ ବ୍ୟବହାର କରିଥାଉ। ବୈଜ୍ଞାନିକମାନେ ଏଗୁଡ଼ିକୁ ପ୍ରାଇମେରୀ ବା ସେକେଣ୍ଡାରୀ ମେମୋରି ହିସାବରେ ମତ ଦେଇଛନ୍ତି। ମୁଁ ଏସବୁ କଥା ଆପଣମାନଙ୍କୁ କାହିଁକି କହୁଛି? ଏହାର କାରଣ ରହିଛି। ମୁଁ ମୂଳରୁ କହିଛି ଚିତ୍ରଗୁପ୍ତ ଏବଂ ଯମରାଜା ଏ ଦୁହେଁ ମଣିଷ ଶରୀରରେ କେଉଁଠି ଅଛନ୍ତି ଆପଣଙ୍କୁ କହିବି। ଚିତ୍ରଗୁପ୍ତଙ୍କ ନାଁ ଉପରେ ଟିକିଏ ଜୋର ଦିଅନ୍ତୁ। ଆପଣମାନେ ନିଶ୍ଚିନ୍ତ ଜାଣିପାରିବେ ଚିତ୍ର ଯୁକ୍ତକ ଗୁପ୍ତ ଅର୍ଥାତ୍ ଗୁପ୍ତ ଭାବରେ ଯେଉଁ ଚିତ୍ର ଉତ୍ତୋଳିତ ହୋଇ ଆମର ସ୍ମୃତିପଟଳରେ ରହିଥାଏ ତାହାକୁ ଚିତ୍ରଗୁପ୍ତ କୁହାଯାଏ। ସେଇଠାରେ ହିଁ ଆମର ସମସ୍ତ କର୍ମ ସମସ୍ତ ଉପଭୋଗ ଲିପିବଦ୍ଧ ହୋଇ ରେକର୍ଡ ହୋଇ ରହିଯାଇଥାଏ। ତେଣୁ ଆବଶ୍ୟକ ପଡ଼ିଲେ ତାକୁ ଆମେ ମନେ ପକାଇ କାର୍ଯ୍ୟରେ ବ୍ୟବହୃତ କରିଥାଉ। ମଣିଷ କୌଣସି କାର୍ଯ୍ୟ କଲେ ପ୍ରଥମେ ଦେଖିଥାଏ ଯେ କେହି ମୋତେ ଦେଖୁନାହିଁ ତ। ଯଦି କୌଣସି ଗୁପ୍ତ କାମ କରିଥାଏ ମଣିଷ ସବୁବେଳେ ଭାବୁଥାଏ ଭଗବାନ ପ୍ରକୃତରେ ଆମକୁ ଦେଖୁଛନ୍ତି। ତେବେ ଭଗବାନ କଣ ମଣିଷ ରୂପରେ ସବୁ ଜାଗାରେ ଥାଇ ଦେଖୁଛନ୍ତି? ନା, ଏହା ସବୁବେଳେ ସମ୍ଭବ ହୁଏ ନାହିଁ। ଯଦି ବା ସମ୍ଭବ ହୋଇଥାଏ ତେବେ ଭଗବାନଙ୍କର ଆଉ ଗୋଟିଏ ଦୃଷ୍ଟି ଅଛି। ସେଇଟା ହେଲା ଆମ ନିଜର ଦୃଷ୍ଟି, ଆମର ଅନ୍ତର ଦୃଷ୍ଟି। ଆମ ଭିତରେ ଯେଉଁ ଭଗବାନ ଅଛନ୍ତି ଆଉ ଭଗବାନଙ୍କର ଅଂଶ ଆତ୍ମା ରୂପରେ ରହିଛି ସେହି ଆତ୍ମା ଆମ ଶରୀର ମାଧ୍ୟମରେ ବିଭିନ୍ନ ଇନ୍ଦ୍ରିୟ ମାଧ୍ୟମରେ ବହୁ ଜିନିଷ ଦେଖିଥାଏ, ଶୁଣିଥାଏ ଏବଂ ରେକର୍ଡ କରିଥାଏ। ଆପଣମାନେ ଦେଖିଥିବେ ମନୁଷ୍ୟ ଚାଲିଗଲା ପରେ ମଧ୍ୟ ତାର ପାଦର ଚିହ୍ନ ପଛରେ ଛାଡ଼ି ଦେଇ ଯାଇଥାଏ। ସେହିପରି କୌଣସି ଜିନିଷକୁ ଆମେ ଯେତେବେଳେ ଧରି ପକଉ ଆମ ଆଙ୍ଗୁଠିରେ ଥିବା ତରଳ ପଦାର୍ଥ ଫିଙ୍ଗର ପ୍ରିଣ୍ଟ ଗୋଟିଏ ତିଆରି କରିଦେଇଥାଏ। ବୈଜ୍ଞାନିକମାନେ ମତ ଦେଇଛନ୍ତି ଡିଏନଏ ଯାହାକି
ଯାହାକି ଜିନ୍ ଯେଉଁଥିରେ ଅଛି, ସେହି ଜିନ୍‌ରେ ମଣିଷର ସମସ୍ତ ଗୁଣ ଛାପା ହୋଇ ରହିଛି। ଗୋଟିଏ ଡିଏନ୍ଏ ଧରିଲେ ସମ୍ପୂର୍ଣ୍ଣ ମଣିଷ ବିଷୟରେ ଜାଣି ହେଇଯାଏ। ସେହିଭଳି ଆମର ଆତ୍ମା ଚାରିକଡ଼େ ଚେତନା ଶକ୍ତି ରହିଥାଏ। ଚେତନା ଶକ୍ତି ହିଁ ଆମର ପ୍ରକୃତ ଚିତ୍ରଗୁପ୍ତ ବା ଡିଏନ୍ଏ, ଯେଉଁଥିରେ ଅନେକ ଜନ୍ମର ସମସ୍ତ କର୍ମ, କର୍ମର ଫଳ, ସମସ୍ତ ଭୋଗ, ସମସ୍ତ ଯୋଗ, ପାପ, ପୁଣ୍ୟ ଇତ୍ୟାଦି ଲେଖା ହୋଇ ରହିଥାଏ। ଏପରିକି ମନୁଷ୍ୟ ଯେତେ ଥର ନିଶ୍ୱାସ ନେଇଥାଏ, ଯାହା ଚିନ୍ତା କରିଥାଏ, ତାହା ମଧ୍ୟ ୟା ଭିତରେ ରେକର୍ଡ ହୋଇ ରହିଯାଇଥାଏ। ଚିତ୍ରଗୁପ୍ତଙ୍କ ବିଷୟରେ ତ ଆମେମାନେ ଜାଣିଲେ, ଆସନ୍ତୁ ଜାଣିବା ଯମରାଜା ଆମ ଶରୀରର କୋଉ ଜାଗାରେ ଅଛନ୍ତି। ପ୍ରକୃତରେ ଯମରାଜାଙ୍କର ଶବ୍ଦର ଅର୍ଥ କ'ଣ? ଯମ ଅର୍ଥାତ୍ ୟମ ବା ନିୟମ ଅନୁସାରେ କୌଣସି ଜିନିଷକୁ ସଞ୍ଚାଳିତ କରିବା ବା ରେଗୁଲେଟ୍ କରିବା। ଆମର ସମ୍ପୂର୍ଣ୍ଣ ଶରୀରକୁ ଯେଉଁ ଶକ୍ତି ରେଗୁଲେଟ୍ କରିଥାଏ, ତାହାର ରାଜା ବା ତାହାର ମୁଖ୍ୟ ହେଉଛି ଆମର ମସ୍ତିଷ୍କ। ମସ୍ତିଷ୍କର ବିଭିନ୍ନ ଅଂଶ ରହିଛି। ଏହି ମସ୍ତିଷ୍କରୁ ଅନେକ ଗୁଡ଼ିଏ ସ୍ନାୟୁ ପଞ୍ଚ ଇନ୍ଦ୍ରିୟକୁ ଯାଇ ଆମକୁ ସଞ୍ଚାଳିତ କରିଥାଏ ବା ରେଗୁଲେଟ୍ କରିଥାଏ। ଏହି ମସ୍ତିଷ୍କରେ ଯେଉଁ ପିନିଆଲ ଗ୍ଲାଣ୍ଡ, ଯେଉଁ ହାଇପୋଥାଲାମସ୍, ଯେଉଁ ସେରେବ୍ରମ୍ ବା ସେରେବେଲମ୍ ଇତ୍ୟାଦି ରହିଛି, ଏଗୁଡ଼ିକ ମିଳିତ ଭାବରେ କାର୍ଯ୍ୟ କରିଥାନ୍ତି। ଏହି ସମସ୍ତକୁ ଯମରାଜାଙ୍କର ଅଂଶ ରୂପେ ବିବେଚନା କରାଯାଏ। ଏମାନେ ଆମ ଶରୀରର ଆୟୁଷ, ଆମର ପ୍ରତ୍ୟେକ କୋଶିକାର ଆୟୁଷ ନିର୍ଦ୍ଧାରଣ କରିଥାନ୍ତି। ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ ଯେ ଶରୀରରେ ଥିବା ରକ୍ତକଣିକା ବା କୋଶିକା ଗୁଡ଼ିକ କିଛି ଦିନ ପରେ ମରିଯାଆନ୍ତି। ତା ଜାଗାରେ ସେଗୁଡ଼ିକ ବିଭାଜିତ ହୋଇ ନୂତନ କୋଶିକା ତିଆରି କରନ୍ତି। ଗୋଟିଏ କୋଶିକା ବା ସେଲ୍ କେତେ ଥର ଡିଭାଇଡ୍ କରିବ, କେତେ ଥର ବିଭକ୍ତ ହେବ, ତାହା ମଧ୍ୟ ଆମର ଜାତକ ବା ଜନ୍ମ ଜାତକ ବା ଯାହାକୁ ଆମର ଆତ୍ମାର ଜାତକ କୁହାଯାଏ, ଯାହାକୁ ଚେତନା ଶକ୍ତି କୁହାଯାଏ, ସେଇଥିରେ ଲିପିବଦ୍ଧ ହୋଇ ରହିଛି। ମନୁଷ୍ୟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଯେଉଁ କ୍ରମରେ ଧୀରେ ଧୀରେ ତାର ଶାରୀରିକ ପରିବର୍ତ୍ତନ ହୁଏ, ମାନସିକ ପରିବର୍ତ୍ତନ ହୁଏ ଏବଂ ଆତ୍ମିକ ପରିବର୍ତ୍ତନ ହୁଏ, ଧୀରେ ଧୀରେ ସେ ପିଲାରୁ ବୁଢ଼ା ହୁଏ, ଏ ସମସ୍ତ ଜିନିଷ ସେହି ସ୍ମୃତି ପଟଳରେ ସବୁବେଳେ ବା ଚେତନାରେ ସବୁବେଳେ ସାଇତି ହୋଇ ରହିଥାଏ। ଥରେ ଚିନ୍ତା କରନ୍ତୁ ଗୋଟିଏ ଆମ୍ବ ବିଷୟରେ। ଆପଣଙ୍କର ନିଶ୍ଚିନ୍ତ ଭାବରେ ମନକୁ ଆସୁଥିବ ଆମ୍ବର ଚିତ୍ର। ଆମ୍ବର ସ୍ୱାଦ ବିଷୟରେ ଟିକେ ଚିନ୍ତା କରନ୍ତୁ। ମନେ ପଡ଼ି ଯାଉଥିବ, ପାଟିରୁ ଲାଳ ବାହାରି ପଡ଼ୁଥିବ, ଇଚ୍ଛା ହେଉଥିବ। ଏସବୁ କାହିଁକି ହେଲା? ଏସବୁ ନର୍ଭର ସିଗ୍ନାଲ ବା ସ୍ନାୟୁତନ୍ତ୍ରର କାର୍ଯ୍ୟପ୍ରଣାଳୀ ଯୋଗୁଁ ହେଲା। ଆପଣଙ୍କର ପୂର୍ବରୁ ଖାଇଥିବା ଆମ୍ବର ସ୍ୱାଦ ମନେ ପଡ଼ିଗଲା। ପୁରୁଣା ସ୍ମୃତି ପଟଳରୁ ବର୍ତ୍ତମାନର ସ୍ମୃତି ପଟଳକୁ ବା ରମ୍‌ରୁ ର୍ୟାମ୍‌କୁ ଆମ୍ବର ସ୍ୱାଦଟା ପଳେଇ ଆସିଲା। ଆପଣଙ୍କ ଭିତରେ ବର୍ତ୍ତମାନ ଆମ୍ବ ଖାଇବାର ଇଚ୍ଛା ହେଲା। ଏଇ ଯେଉଁ ଇଚ୍ଛା ଶକ୍ତି ଜାଗ୍ରତ କରିବା, ଏ ହେଉଛନ୍ତି ଯମରାଜାଙ୍କର କାର୍ଯ୍ୟ। ଇଚ୍ଛା ଶକ୍ତି ଯୋଗୁଁ ହିଁ ଆମ ଶରୀରର ସମସ୍ତ ସ୍ନାୟୁ କାର୍ଯ୍ୟ କରିଥାନ୍ତି। ଅନେକ ସମୟରେ ଆମେ ଦେଖିଥାଉ ଯେ କିଛି ଲୋକ ଭଲ କାମ କରୁଛନ୍ତି କିନ୍ତୁ ବହୁତ କଷ୍ଟ ପାଉଛନ୍ତି। ଆଉ କିଛି ଲୋକ ଖରାପ କାମ କରୁଛନ୍ତି କିନ୍ତୁ ବହୁତ ଖୁସିରେ ଅଛନ୍ତି। ଏହାର କାରଣ ହେଉଛି ପୂର୍ବଜନ୍ମର କର୍ମ, କର୍ମର ଫଳ। ଏସବୁ ଆମର ବିଶ୍ୱାସ ହୁଏ ନାହିଁ। ଆପଣମାନେ ନିଶ୍ଚିନ୍ତ ଭାବରେ ପରୀକ୍ଷା କରିପାରନ୍ତି। ସମସ୍ତେ ସବୁ ଆତ୍ମା ସମାନ ଜାଗାରେ ଜନ୍ମ ହେଉନାହାନ୍ତି। କିଏ ଧନୀ ଘରେ ଜନ୍ମ ହେଉଛି, କିଏ ଗରିବ ଘରେ ଜନ୍ମ ହେଉଛି। ସବୁ ଆତ୍ମା ଯଦି ସମାନ ହୋଇଥାନ୍ତେ, ସମାନ ଧର୍ମର ଧାରକ ହୋଇଥାନ୍ତେ, ସମାନ ଗୁଣର ବାହକ ହୋଇଥାନ୍ତେ, ତାହେଲେ ଏଇଭଳି ହୋଇନଥାନ୍ତା। କିଏ ବ୍ରାହ୍ମଣ ଘରେ ଜନ୍ମ ହେଉଛି ତ କିଏ ଚଣ୍ଡାଳ ଘରେ ଜନ୍ମ ହେଉଛି। କିଏ ଭାରତରେ ଜନ୍ମ ହେଉଛି ତ କିଏ ଆମେରିକାରେ ଜନ୍ମ ହେଉଛି, ତ ପୁଣି କିଏ ପାକିସ୍ତାନରେ ବି ଜନ୍ମ ହେଉଛି। ଏଇଭଳି ଅନେକ ଉଦାହରଣ ଆପଣମାନେ ପରୀକ୍ଷା କରିପାରନ୍ତି ଯଦି ଆପଣମାନେ ବିଶ୍ୱାସ କରିବାକୁ ଚାହାନ୍ତି ଯେ ଆତ୍ମା ବାରମ୍ବାର ଜନ୍ମଗ୍ରହଣ କରେ। ମନୁଷ୍ୟ ବିଭିନ୍ନ ପ୍ରକାର କର୍ମ କରିଥାଏ। କିଏ ଚାଷ କରେ, କିଏ ଶିକ୍ଷାଦାନ କରେ, କିଏ ଯୋଗାଭ୍ୟାସ କରେ ଏବଂ କିଏ ଗୋପାଳନ କରିଥାଏ। ଏଇଭଳି କଳିଯୁଗରେ କର୍ମର ବିଧାନ ଅନେକ ପ୍ରକାରର ହୋଇଗଲାଣି। ଏ ସମସ୍ତ କର୍ମ ମଣିଷର ନିଶ୍ୱାସ ସହିତ ଜଡ଼ିତ। ନିଶ୍ୱାସରେ ହିଁ ବିଶ୍ୱାସ ରଖିବା ଉଚିତ। ଯଦି ଆମେ ନିଶ୍ୱାସ ଉପରେ ବିଶ୍ୱାସ ରଖିବା, ତାହେଲେ ଆମର କର୍ମ ଧୀରେ ଧୀରେ ମାର୍ଜିତ ହେବ। ଏହି ନିଶ୍ୱାସ ହିଁ ଭଗବାନ। ଏହି ପବନ ହିଁ ପ୍ରକୃତରେ ପ୍ରାଣକୃଷ୍ଣ। ପବନ ହିଁ ଭଗବାନ।
ତେଣୁ ଆମେ ଏହି ନିଶ୍ୱାସକୁ ଆମେ ଏହି ପ୍ରଶ୍ୱାସକୁ ଯେତେବେଳେ ଗ୍ରହଣ କରୁ ସେତେବେଳେ ଆମର ସମସ୍ତ ଶରୀରର କୋଶିକାରେ ଯେଉଁ ବାୟୁ ବା ଯେଉଁ ଅମ୍ଳଜାନ ପହଞ୍ଚିଥାଏ ତାହା ହିଁ ଆମର କୋଶିକାର ଆୟୁଷ ନିର୍ଦ୍ଧାରଣ କରିଥାଏ। ମଣିଷ ମରିଗଲା ପରେ ବି ମଣିଷର ଅନେକ ଅଙ୍ଗ ଜୀବିତ ରହିଥାଏ। କାରଣ ସବୁ ଜାଗାରେ ସବୁ ଅଂଶରେ ଯମରାଜାଙ୍କର ଯେଉଁ ସତ୍ତା ରହିଛି ତାହା ବିଭିନ୍ନ ଆୟୁଷ ପର୍ଯ୍ୟନ୍ତ କାମ କରିଥାଏ। ମୁଖ୍ୟ ବାୟୁ ବା ପ୍ରାଣବାୟୁ ଉଡ଼ିଗଲା ପରେ ଅନେକ ପ୍ରକାରର ବାୟୁ ଆମ ଶରୀରରେ ରହିଯାଇଥାଏ, ଯାହାକି ଆମ ଶରୀରର ଆୟୁଷକୁ ରେଗୁଲେଟ୍ କରିଥାଏ। ମନୁଷ୍ୟର ମୃତ୍ୟୁ ପରେ କୌଣସି ଯମରାଜା ମଇଁଷି ପିଠିରେ ବସି କେବେ ବି ଆସନ୍ତି ନାହିଁ। ଆମ ଶରୀରରେ ଥିବା ଯମରାଜା ମନୁଷ୍ୟ ଶରୀରର ଆତ୍ମାକୁ ଶରୀରରୁ ବାହାରକୁ ନେଇଯାଇଥାଏ। ଯେତେବେଳେ ଶରୀର ଆତ୍ମାକୁ ଧରିବା ପାଇଁ ଯୋଗ୍ୟ ବା ଏଲିଜିବୁଲ ହୋଇନଥାଏ ସେତେବେଳେ ଶରୀରରେ ବିଭିନ୍ନ ପ୍ରକାର ବିକୃତି ଦେଖାଦେଇଥାଏ। ଯେମିତି ପୁରୁଣା ବସ୍ତ୍ର ମଇଳା ହେଇଗଲେ ଚିରିଗଲେ ଆମେ ତାକୁ ବାହାର କରିଦେଉ, ସେଇଭଳି ଶରୀର ଭିତରେ ଥିବା ସେହି ଯମରାଜାଙ୍କର ଶକ୍ତି ମଣିଷ ଶରୀରରୁ ଆତ୍ମାକୁ ବାହାର କରି ନେଇଥାଏ। ଠିକ୍ ପୁରୁଣା ପୋଷାକ ବଦଳେଇ ନୂଆ ପୋଷାକ ପିନ୍ଧିଲା ପରି ଆତ୍ମାକୁ ଅନ୍ୟ ଗୋଟିଏ ଯୋଗ୍ୟ ଶରୀର ଯାହାକି ଆତ୍ମା ସହିତ ଠିକ୍ ଭାବରେ ଖାପ ଖାଇବ ବା କମ୍ପାଟିବୁଲ ହବ ସେଇଭଳି ଶରୀର ଭିତରେ ଯମରାଜା ଆମର ଆତ୍ମାକୁ ପ୍ରବେଶ କରାଇବାରେ ସାହାଯ୍ୟ କରିଥାନ୍ତି। ବନ୍ଧୁଗଣ, ବୁଝିପାରିଲେ ତ ସ୍ୱୟଂ ଯମରାଜା ଏବଂ ଚିତ୍ରଗୁପ୍ତ କିଭଳି ଭାବରେ କେଉଁ ସ୍ଥାନରେ ଆମ ଶରୀରରେ ଅବସ୍ଥାନ କରୁଛନ୍ତି? ଆସନ୍ତୁ ଗୋଟିଏ ଚିତ୍ର ମାଧ୍ୟମରେ ଆପଣମାନଙ୍କୁ କହିବି ଯେ ଆମେ କିଭଳି ଭାବରେ ଏହି ଶରୀର ରୂପୀ ନର୍କରୁ ଆମେ ମୁକ୍ତି ପାଇପାରିବା। ସମଗ୍ର ଭଗବତ ଗୀତାର ସାରମର୍ମ ଏହି ଗୋଟିଏ ଚିତ୍ରରେ ଅଛି। ଆପଣମାନେ ଦେଖିପାରୁଥିବେ ଯେ ମଣିଷଟିଏ ଗଛର ଗୋଟିଏ ଡାଳକୁ ଧରି ଝୁଲି ରହିଛି। ତାହା ହେଉଛି ସଂସାର ରୂପୀ ଡାଳ। ଏହି ସଂସାର ରୂପୀ ଡାଳକୁ ମୂଳରୁ ଗଛକୁ ଉପାଡ଼ି ଦେବାକୁ ଚାହୁଁଛି ଗୋଟିଏ ହାତୀ ଏବଂ ଡାଳକୁ କାଟି ଚାଲିଛନ୍ତି ମୂଷା। ତଳେ ଯଦି ମଣିଷଟି ପଡ଼ିଯାଏ ତଳେ ଅନେଇ ରହିଛନ୍ତି ସାପ। ଏସବୁ ହେଉଛି ନର୍କ ଯନ୍ତ୍ରଣା। ଭଗବାନ ଗୋଟିଏ ଦିଗରେ ହାତ ବଢ଼େଇ ଡାକୁଛନ୍ତି ମୋ ପାଖକୁ ଚାଲିଆ। ମଣିଷ କିନ୍ତୁ ଯାଇପାରୁନାହିଁ। ତାହାର କାରଣ ହେଉଛି ଉପରେ ଯେଉଁ ମଧୁ ବସାଟି ରହିଛି, ମଧୁମକ୍ଷୀ ବସାଟି ରହିଛି, ସେଥିରୁ ଯେଉଁ ସଂସାର ରୂପୀ ମହୁ ଝରୁଛି, ଟିକିଏ ସ୍ନେହ ଟିକିଏ ମମତା ଝରୁଛି, ତାକୁ ମଣିଷ ଚାଟିବା ପାଇଁ ଅପେକ୍ଷା କରି ରହିଛି। ତାହାର ସ୍ୱାଦକୁ ଆସ୍ୱାଦନ କରିବା ପାଇଁ ମଣିଷ ସେ ଡାଳକୁ ଛାଡ଼ି ପାରୁନି କି ଭଗବାନଙ୍କ ପାଖକୁ ଯାଇପାରୁନି। ବାରମ୍ବାର ସେଇ ଜାଗାକୁ ବା ମର୍ତ୍ତ୍ୟକୁ ପୁଣି ଥରେ ଫେରି ଆସୁଛି, ପୁଣି ଥରେ ଜନ୍ମ ନେଉଛି। ଚିତ୍ରରେ ଆପଣମାନେ ଦେଖୁଥିବା ହାତୀ ହେଉଛି ପୂର୍ବଜନ୍ମର ପ୍ରତୀକ, ଯେ କି ନିଜର କର୍ମର ଫଳ ମନୁଷ୍ୟର ବର୍ତ୍ତମାନ ଜନ୍ମ ଉପରେ ଲଦି ଦେଉଛି। ଗୋଟିଏ ଧଳା ମୂଷା ଆଉ ଗୋଟିଏ କଳା ମୂଷା ହେଉଛି ଦିନ ଏବଂ ରାତିର ସୂଚକ। ଏମାନେ ସମୟକୁ କାଟି ଚାଲିଛନ୍ତି। ତଳେ ଦେଖୁଥିବା ସାପ ହେଉଛନ୍ତି ଭବିଷ୍ୟତ। ଯଦି ମଣିଷଟି ସଂସାରରେ ବିଫଳ ହୋଇଯାଏ ତାହେଲେ ପୁଣି ଗୋଟିଏ ଜନ୍ମ ନେଇ ଭବିଷ୍ୟତରେ ନର୍କରେ ପଡ଼ିବ। ଏହି ତିନୋଟି ପ୍ରତୀକ ଚିତ୍ର ରୂପରେ ଦେଖାଇ ବିଦୁର ଯୁଧିଷ୍ଠିରଙ୍କୁ ଏସବୁ ସାରମର୍ମ ବୁଝାଇଥିଲେ। ତେଣୁ ଦର୍ଶକ ବନ୍ଧୁ, ଯଦି ଆମେମାନେ ଯମରାଜା ଏବଂ ଚିତ୍ରଗୁପ୍ତଙ୍କର ଲେଖାଜୋଖାରୁ ନିଜକୁ ମୁକ୍ତ କରିବାକୁ ଚାହିଁବା ତେବେ ଆମମାନଙ୍କୁ ଈଶ୍ୱରଙ୍କ ଶରଣରେ ଯିବାକୁ ପଡ଼ିବ। ସେହି ପରମେଶ୍ୱର ପରମବ୍ରହ୍ମକୁ ଡାକିଲେ ହିଁ ଆମେମାନେ ସମସ୍ତ କର୍ମବନ୍ଧନରୁ ମୁକ୍ତି ପାଇପାରିବା।